ରଜ ରାତିରେ ଗୋଡେଇ ଗୋଡେଇ ହାଣିଲେ ମଦ ଦୋକାନରେ ପଶି ଅତି ନିର୍ମମ ଭାବରେ ଯୁବକଙ୍କୁ ହାଣିବା ବେଳେ ଚିତ୍କାରରେ ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣାସ୍ଥଳରେ ଖବର ପାଇ ପୋଲିସ ପହଞ୍ଚିଥିବା ବେଳେ ତନାଘନା ଜାରି ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କରଡ଼ା ମେଡିକାଲ ଛକରେ ଥିବା ବେଆଇନ ମଦ ଦୋକାନରେ ପଶି ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତମାନେ। ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ 3 ରୁ 4 ଜଣ ଯୁବକ ରାତିରେ ଅନ୍ଧାରରେ କାରରେ ଆସି ଯୁବକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ପହଞ୍ଚିବା ଦେଖି ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଥିବା ସୂଚନା। ତେବେ ଘଟଣାକୁ ନେଇ କଙ୍କରଡ଼ା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗଞ୍ଜାମରୁ କାହ୍ନୁ ନାହାକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।